ମୋ ନାମ ଅମିତ। ଆଜି ମୁଁ ଏକ ସତ ଘଟଣା କହିବାକୁ ଯାଉଛି, ଯାହାକି ମୋ ସ୍କୁଲ ସମୟର। ଆଜିକୁ ପ୍ରାୟ 11 ବର୍ଷ ତଳର କଥା। ଆମ ଘର ପାଖରେ ମୋ ଦାଦାଙ୍କ ଘର ଆଉ ତାଙ୍କର 4 ଝିଅ। ତା ଭିତରୁ ସାନ ଝିଅ ବି ଦେଖିବାକୁ ଇଚ୍ଛା ହୁଏ, କିନ୍ତୁ କ'ଣ କରିବି, ତାକୁ କହିବାକୁ ବି ଡର ଲାଗେ। କାଳେ ଘରେ କହିଦେବ, କାରଣ ଏକଥା ଯଦି ମୋ ବାପା ଜାଣିବେ ମୋତେ ମାରିବ। ସେଥିପାଇଁ କିନ୍ତୁ ତାକୁ ଦେଖିଲେ ମୁଁ ରହି ପାରେନି। ତାର କଷି କଷି ଫୁଲୁକା ଦୁଧ ଆଉ ବିଆ କଥା ଭାବି ଭାବି ମୁଁ ବହୁତ ହଲେ। ପ୍ରାୟ ସେ ଆମ ଘରକୁ ଆସେ। ସେ ମୋଠୁ 1 ବର୍ଷ ସାନ। ଆମେ ସାଙ୍ଗରେ ଖେଳୁ, ବହୁତ ମଜା କରୁ। ବେଳେ ବେଳେ ମୁଁ ସୁନି ଦୁଧରେ ହାତ ମାରିଦିଏ, କିନ୍ତୁ ସେ କିଛି କୁହେନି। ବହୁତ ଥର ତା ଦୁଧ ଚିପିଛି ମଜାରେ ଖେଳିବା ସମୟରେ, ତେଣୁ ସେ ଜାଣି ପାରେନି। ସେମାନେ ସବୁବେଳେ ଆମ ଘରେ ଗାଧାନ୍ତି। ମୁଁ ଲୁଚିକି ସବୁବେଳେ ଦେଖେ ଆଉ ମୁଖି ମାରେ, ଆଉ ବେଳେ ବେଳେ ମୁଖି ମାରି ତାଙ୍କ ବ୍ରା ଆଉ ପେଟିରେ ପକାଇ ଦିଏ। କିଛି ଦିନ ପରେ ତାଙ୍କର ଘର ଭାଙ୍ଗିଲେ ନୂଆ ଘର କରିବାକୁ, ତେଣୁ ସେମାନେ ସବୁ ଆମ ଘରେ ରହିଲେ। ମୁଁ ଭାବିଲି ଏଇଟା ଠିକ ମୌକା ତା ସହ ସେକ୍ସ କରିବାକୁ। ଥରେ ରାତିରେ ସେମାନେ ସବୁ ଶୋଇଥିଲେ। ରାତି 2ଟାରେ ମୋ ନିଦ ଭାଙ୍ଗିଗଲା ଆଉ ମୁଁ ତାଙ୍କ ରୁମକୁ ଯାଇ ଦେଖିଲି ସେମାନେ କବାରି ବହୁତ ଅରମୁଲା। ସୁନି ଗୋଟେ ଟପ ପିନ୍ଧି ଶୋଇଛି, ଆଉ ମୁଁ ଯାଇ ସିଧା ତା ଦେହରେ ହାତ ମାରିଲେ। ସେ ଉଠିଲାନି। ତାପରେ ମୁଁ ଜାଣିଲି ଯେ ସେ ପୁରା ନିଦରେ ଶୋଇଛି, ଆଉ ସମସ୍ତେ ବି ପୁରା ନିଦରେ ଶୋଇଥିଲେ। ମୁଁ ଡରି ଡରି ସୁନିର ଦୁଧରେ ହାତ ମାରିଲି। ବୟ କି ନରମ ଦୁଧ, ଖାଲି ଫୁଲିକି ରହିଥାଏ କଷି ଆମ୍ବ ବଳିଆ। ସେତେବେଳକୁ ମୋ ବାଣ୍ଡ ଉଠି ଗଲାଣି। ଖାଲି ଇଚ୍ଛା ହଉଥିଲା ତା ବିଆରେ ଗେହି ଦେବାକୁ। ତାପରେ ତା ବାପକୁ ଧୀରେ ଧୀରେ ଉପରକୁ ଟେକିଲି। ସେ ବ୍ରା ପିନ୍ଧିଥିଲା। ମୁଁ ବ୍ରାକୁ ଆସ୍ତେ ଆସ୍ତେ ଉପରକୁ ଟେକିଦେଲି। ତା ଦୁଧକୁ ଚିପିଲି। ଡଗ କି ମଜା ଲାଗୁଥିଲା ମୋତେ ସତରେ। ତାପରେ ତା ପଟିକୁ ତଳକୁ କରି ତା ବିଆରେ ହାତ ମାରୁଥିଲି। ସେ ଉଠି ପଡ଼ିଲା ଆଉ ମୋତେ ଠେଲିଦେଲା ଆଉ କହିଲା ସମସ୍ତଙ୍କୁ କହିଦେବ। ସେଦିନ ମୁଁ ତାକୁ ବହୁତ ବୁଝେଇଲି ଆଉ କହିଲି ମୋର ଭୁଲ ହେଇଯାଇଛି, ଆଉ କେବେ ଏମିତି କରିବିନି। ଆଉ ଗୋଡ଼ ଧରିଲି ତାରେ। ତାପରେ ସେ ମାନିଗଲା ଆଉ ଶୋଇପଡ଼ିଲା। ଆଉ ମୁଁ ଡେରିକି ଶୋଇଲି କାଳେ ସେ କହିଦେବ ବୋଲି କାହାକୁ। ମୁଁ ତାକୁ ନଜର ରଖୁଥିଲି। ତା ପରଦିନ ତାକୁ ଦେଖ, ତା ଆଖିରେ ଆଖି ମିଶେଇ ପାରୁନଥାଏ, କିନ୍ତୁ ସେ କିଛି କହିଲାନି। ପୂର୍ବ ଭଳି ମୋ ସହ ମିଶିଲା। ତାପରେ ମୁଁ ଜାଣିଲି ତାର ବି ଏସବୁରେ ଇଚ୍ଛା ଅଛି। ଗୋଟେ ସପ୍ତାହ ଗଲା ପରେ ଦିନେ ମୁଁ ଏକା ଛାତ ଉପରେ ବସିଥାଏ। ସୁନି ଆସି ମୋ ସେ ରାତିର କଥା ପଚାରି ପାରିଲା। ସୁନି କହିଲା ସେଦିନ ରାତିରେ କ'ଣ କରୁଥିଲେ? ମୁଁ କହିଲି ନାଇଁ ତ କିଛି ନୁହଁ। ସୁନି କହିଲା ନ କହିଲେ ବାପାଙ୍କୁ କହିଦେବି। ମୁଁ ଧରିଗଲି ଆଉ ତାକୁ ସବୁ କହିଲି। ଆଉ କହିଲି ମୋର ଭୁଲ ହେଇଗଲା। ସୁନି କହିଲା ମୁଁ କିଛି ଜାଣିନି, ତୁ ଯଦି ମୋ କଥା ନ ମାନ ମୁଁ ସମସ୍ତଙ୍କୁ କହିବି। ସେଟା ଦେଖୁଥିଲୁ ଆଜି ମୋତେ ତୋର ଦେଖା। ମୁଁ କହିଲି କ'ଣ ଦେଖିବୁ? ସୁନି କହିଲା ନ ଜାଣିଲା ପରି କ'ଣ ହଉଛୁ ଦେଖା, ନହେଲେ କହିଦେବି। ମୁଁ କହିଲି ତୁ ନିଜେ ଖୋଲି ଦେଖିଦେ। ଫାଷ୍ଟ କହୁଥିଲା ନାଇଁ ତୁ ଦେଖାଏ। ତାପରେ ସେଇଠୁ ସେ ନିଜେ ମୋ ପେଣ୍ଟ ଖୋଲିଲା। ସେତେବେଳକୁ ମୋ ବାଣ୍ଡ ପୁରା ହିଟ୍ ହେଇଗଲାଣି। ସେ ଦେଖିକି ଡରିଗଲା। ତାପରେ ମୁଁ କହିଲି ଦେଖିଲୁ ଯଦି ମୋର ହଲା। ସିଏ ମୋ ବାଣ୍ଡକୁ ହାତରେ ଧରି ହଲେଇଲା। ବହୁତ ମଜା ଲାଗୁଥାଏ। କିଛି ସମୟ ପରେ ମୋର ବୀର୍ଯ୍ୟ ବାହାରିଗଲା। ସୋନି ଏସବୁ ଦେଖି କହିଲା ଏଗୁଡ଼ା କ'ଣ ମୁଁ ମୋବାଇଲରେ ଦେଖୁଥିଲି। ମୁଁ କହିଲି ୟାକୁ ବୀର୍ଯ୍ୟ କୁହନ୍ତି। ତାପରେ ତାକୁ କହିଲି ମୋ ବାଣ୍ଡ ମୁହଁରେ ନେବାକୁ। ସେ ମନା କରୁଥିଲା, କିନ୍ତୁ ବହୁତ ବାଞ୍ଜ କଲାରୁ ସେ ମୋଠ ବାଣ୍ଡ ଚୁଷିଲା। 5 ସାଙ୍ଗମାନେ ମୋତେ ସେତେବେଳେ ସ୍ୱର୍ଗ ସୁଖ ମିଳୁଥିଲା। 5 ମିନିଟ ପରେ ତା ପାଟିରେ ମୋର ସବୁ ଝଡ଼ିଗଲା। ତାପରେ ମୁଁ ତାକୁ ତା ଦୁଧ ଦେଖାଇବାକୁ କହିଲି। ସେ ତା ଡ୍ରେସକୁ ଟେକି ଦେଖେଇଲା। ମୁଁ ସୋନିର ଦୁଧକୁ ମନ ଭରି ଦେଖିଲି ଆଉ ଚିପିଲି। ଗୋଟେ ଦୁଧକୁ ଚିପିଲି ଆଉ ଗୋଟେ ପାଟିରେ ପୁରେଇଥିଲି ଆଉ ସେ ମୁଁ ଧୀରେ ଧୀରେ ତା ପେଣ୍ଟରେ ମୋ ହାତ ପୁରେଇ ତା ବିଆକୁ ସଲସଲ କଲି ଆଉ ତା ବିଆରେ ଆଙ୍ଗୁଠି ପୁରେଇଲି। ବିଆ ବହୁତ ଟାଇଟ୍ ଥିଲା। ଆଙ୍ଗୁଠି ପଶେଇଲା ବେଳକୁ ବିଆର 2 ସାଇଡରେ ଆଙ୍ଗୁଠି ଜାମ ହେଇ ଯାଉଥିଲା। ଏତିକିବେଳେ କିଏ ଜଣେ ଆସିବାର ଶବ୍ଦ ଶୁଭିଲା। ଆମେ 2 ଜଣ ସଙ୍ଗେ ସଙ୍ଗେ ଅଲଗା ହେଇଗଲୁନି। ସିଏ ସେଠାରୁ ଚାଲିଗଲା ଆଉ କହିଲା ରାତି 2ଟାରେ ଛାତକୁ ଆସିବାକୁ। ସେ ଗଲା ପରେ ମୁଁ ବାଥରୁମକୁ ଯାଇ ତା ବିଆର କଣା ଆଉ ବିଆ କେତେ ଛୋଟ ଆଉ ବିଆର ଆକାର ବିଷୟରେ ଭାବି ହଲେଇଲି। ସେଦିନ ରାତିରେ ମୁଁ ଶୋଇପଡ଼ିଲି ଆଉ ମୋର ନିଦ ଭାଙ୍ଗିଲାନି। ତାପରଦିନ ସେ ସକାଳୁ କହିଲା ତୁ କାଲି ଛାତକୁ ଆସିଥିଲୁ କି? ମୁଁ ମନା କଲି। ସେ କହିଲା ଭଲ ହେଲା ଆସିବୁ, ମୁଁ କାଲି ଶୋଇପଡ଼ିବି। ସେ ସେଇଠୁ କହିଲା ହଉ ଆଜି କି ତୁ ଆସିବୁ? ମୁଁ ହମ କଲି।
ଆଉ ସ୍କୁଲ ଗଲି କିନ୍ତୁ ମୋ ଜମା ସ୍କୁଲରେ ମନ ଲାଗୁନଥାଏ କଣ ବାରଣ୍ଡଳ ଗ୍ଲାସରେ ପଢୁଏ। ସେଦିନ ସ୍କୁଲରେ ସେମିତି କଟିଗଲା। ଆଉ ଘରକୁ ଆସି ରାତିରେ ଖାଇକି ସବୁ ଶୋଇଲେ କିନ୍ତୁ ମତେ ନିଦ ଲାଗୁନଥାଏ ଶୋଇ କରିଥାନ୍ତେ ଭାବୁଥାଏ। ରାତି 2ରେ ମୁଁ ଛାତକୁ ଗଲି ସେ ଆସି ନଥାଏ ତ ମୁଁ ଭାବିଲି ସେ ଆସିବନି କିନ୍ତୁ କିଛି ସମୟ ପରେ ସେ ଆସିଲା। ଆଉ ଆସୁ ଆସୁ ମତେ କିଏ ଲାଗେ ମୁଁ ତା ଦୁଧକୁ ଚିପିଲି ଆଉ କିସ୍ କରୁଥାଏ। କିସ୍ କରୁ କରୁ ତା ସବୁ ଡ୍ରେସ୍ ଖୋଲିଦେଲି ଆଉ ସେ ଖାଲି ବ୍ରା ଆଉ ପେଟିରେ ଥାଏ। ମୁଁ ବି ମୋର ସବୁ ଡ୍ରେସ୍ ଖୋଲି ଦେଲି। ସେ ମୋ ବାଣ୍ଡକୁ ଚୁଷିଲା ମୁଁ ତାକୁ ପୁରା ଲଙ୍ଗଳା କରିଦେଲି ଆଉ ତା ଦୁଧକୁ ଖାଇଲେ। କିଛି ସମୟ ପରେ ତାକୁ ତଳେ ଶୋଇ ଦେଇ ତା ବିଆକୁ ଛାଟିଲି। ମୁଁ ଆଗରୁ ଛାତରେ ଜାଣିକି ଗୋଟେ ସପ ରଖୁଥିଲି। ମୁଁ ତାପରେ ବୁଲି ଗଲି ଆଉ ଆମେ 69 ପୋଜିସନରେ ଥିଲୁ। ସେ ମୋ ବାଣ୍ଡ ଚୁଷୁଥିଲା ଆଉ ମୁଁ ତା ବିଆ ଚାଟୁଥିଲି। ତାପରେ ସେ କହିଲା ଆଉ ସମ୍ଭାଳି ହଉନି ଜଲଦି ପୁରା କିଏ ଯଦି ଆସିଯିବ ଧରା ପଡିଯିବ ଏଇ ଭିତରେ। ସେ ଥରେ ଆଉ ମୁଁ ଥରେ ଜଡି ସାରିଥିଲୁ। ତା ବିଆ ସେତେବେଳକୁ ଖାଲି ନାଳ ପଚ ପଚ ହେଇଯାଇଥିଲା। ମୁଁ ତାପରେ ତା ବିଆରେ ମୋ ବାଣ୍ଡ ଘଷିଲି। ସେ ଖାଲି ଦଳ ଓ ଆ ହଉଥାଏ। ମୁଁ ଡେରି ନକରି ମୋ ବାଣ୍ଡ ତା ବିଆରେ ପଶେଇବାକୁ ଚେଷ୍ଟା କଲି। ବିଆ ବହୁତ ଟାଇଟ୍ ଥିଲା। ଗୋଟେ ଷ୍ଟ୍ରୋକରେ ଅଧା ପଶୁଥାଏ ପୁଣି ଖସି ଯାଉଥାଏ। ମୁଁ ଟିକେ ଜୋର ଦେଇକି ପଶେଇଲା ବେଳକୁ ସେ ଖାଲି ହେଇକି ମୋ ଜଙ୍ଗକୁ ଖେଳି ପକାଉଥିଲା। ସେଥିପାଇଁ ମୋତେ ବିଆର ମେନ କଣା ଭିତରେ ପଶେଇବାକୁ ସଜ ଲାଗୁ ନଥିଲା। ସେ କାନ୍ଦିଲା ଭଳି ହେଇକି କହିଲା ଜପ୍ଟି କାଳ କାଟୁଛି। ମୁଁ କିନ୍ତୁ ତାକୁ ଓଠରେ କିସ୍ ଦେଇ ଚୁପ କରିଲି। ବାଣ୍ଡ ସେମିତି ବିଆ ଭିତରେ ପଶେଇକି ମୁଁ ରଖୁଥାଏ। କିଛି ସମୟ ପରେ ସେ ଶାନ୍ତ ହେଲା ପରେ ମୁଁ ଧୀରେ ଧୀରେ ଗେହିଲି ଆଉ ମୋର ସ୍ତ୍ରୀଲ ବଢାଇଲି। ସେ ଖାଲି ଆ ହଉଥାଏ। 10 ମିନିଟ ପରେ 2 ଜଣ ଏକା ବୁହାଇ ଦେଲୁ। ମୁଁ ଡରିକି ମୋ ବାଣ୍ଡକୁ ବାହାରକୁ ପାଣିକି ଆଣିଲି ହେଦିନ। ଶୁନି ହେଲେ ଆଖ ବନ୍ଦ କରିକି କରେ କରେ କହିକି ପେଟ ଖାଙ୍କେଇକି ମୋ ବାଣ୍ଡର ଛତୁ ଭଳିଆ ମୁଣ୍ଡିରେ ତା ବିଆକୁ ଘଷି ଚାଲିଥାଏ। ଆଉ ତାପରେ ସୋନିର ବିଆ ମେଲେଇକି ଦେଖିଲା ବେଳକୁ ବିଆରେ ଖାଲି ବ୍ଲଗ ଲାଗିଥାଏ। ସେ ଡରିଗଲା। ମୁଁ ବୁଝେଇଲି ତାକୁ ଆଉ 2 ଜଣ ଯାକ ବାଥରୁମକୁ ଯାଇ ଧୁଆ ଧୋଇ ହେଇ ଆସି ଶୋଇଲୁ। ନେକ୍ସଟ ପାର୍ଟରେ କହିବି କେମିତି ଘରେ କେହି ନଥିବା ବେଳେ ଆମେ ମଜା କଲୁ ଆଉ ମୁଁ ତାର ବିଆରେ ଡେଇଁଲି ଯେ ସେ ସମ୍ଭାଳି ପାରେ ତେଲ ଲଗେଇକି ହେଲେ। ଭିଡିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ ଆଉ ଲାଇକ୍ କରି ନିଅନ୍ତୁ କାହିଁକି ନା ଆମେ ଯେତେବେଳେ ଭିଡିଓଟି ଅପଲୋଡ କରିବୁ ଟି ଏସନ୍ ଯିବ